ଖାଇଲେ ସନ୍ତୋନା କଣ ହେଲା ଏବେ ବାଙ୍କ ଯୋଉ ମହଙ୍ଗା ଯୁଗ ସେତେବେଳେ କଣ ଚଳିବ କାଇଁ ତୋର କଣ ଅସୁବିଧା ହେଇଛି? ଯାହା ଇନକମ କରୁଛି ପେଟକୁ ନିଅଣ୍ଟ ସାହିରେ ମାଟ କଣ କରିବ ରିଚାର୍ଜ କରିପାରୁନି ଦେଖୁନା ଡିସପ୍ଲେ ଟା ଭାଙ୍ଗିଛି ଦେଖନ୍ତୁ ଭାଇ ମାନେ ପକେଇ ବି ପାରୁନ କଣ ଯାଇ ଗ୍ୟାରେଜ ରେ କାମ କରୁଛ ସେ ତ ହଉନି ବି କହିଲି ନିଜକୁ ନିଅଣ୍ଟ ସାହିରେ ମାଟ ଏବେ ହେଲେ 350 ଟଙ୍କା ସେତେବେଳେ ଥିଲା ଏଡିକି ଏଡିକି ଫୋନ କେତେ ଟଙ୍କା 10 ଟଙ୍କା ଗୋଟେ କାର୍ଡ ଆଣିବ ତା ସେ କଥା ଯଦି ବାହୁ ମନେ ପକେଇଲୁ ମୁଁ ଆଜି ଅତି ସୁନ୍ଦର କଥା କହୁଛି ଆପଣ ମାନେ ତ ଜାଣିଥିବେ ଏବେ ତ ଯାହା ପାଖରେ ଦେଖିବ ସ୍ମାର୍ଟଫୋନ ବଡ ଫୋନ କିନ୍ତୁ ସେତେବେଳେ ଆମେ +2 ଯାଇ ଯାଇଛୁ ଦେଖିଥିଲୁ ଏଡିକି ଏଡିକି ଫୋନ କିନ୍ତୁ ସେତେବେଳେ ଯୋଉ ସ୍କାଚ କରି 10 ଟଙ୍କା ପକେଇ ଦେଇ ଟିକେ କଥା ହବା ମଜା ସିଏ ନିଆରା ସେ ଯୁଗ ଅଲଗା ସେକାଳ ପଖାଳ ଅଲଗା ସେକାଳ ଲୋକ ଥିଲେ ଅଲଗା ଏବେ ଯୋଉ ପରିମାଣରେ ମୋବାଇଲ ଟିଭି ଗାଡି ଯୋଉ ପରିମାଣରେ ବଢୁଛି ସେଇ ପରିମାଣରେ ଖର୍ଚ୍ଚ ବଢୁଛି ଯେତିକି ଗୋଟେ ମଣିଷ ଇନକମ କରିବ ତା 4 ଗୁଣା ଏବେ ବର୍ତ୍ତମାନ ଖର୍ଚ୍ଚ ହଉଛି ଭୁଲ କହୁଛି କି ନିଶ୍ଚିନ୍ତ କମେଣ୍ଟରେ ମତେ ଜଣେଇବେ ବର୍ତ୍ତମାନ ସେ ଯୁଗରେ ବହୁତ ଶାନ୍ତିରେ ଥିଲେ ଲୋକମାନେ ଏତେ ଫାଷ୍ଟଫୁଡ ଜିନିଷ ଖାଉନଥିଲେ ତାଙ୍କ ଦେହ ଏତେ ଖରାପ ହେଉନଥିଲା ମେଡିକାଲ ଏତେ ଯାଉନଥିଲେ ଏବେ କେତେ କେତେ ମେଡିକାଲ କେତେ କେତେ ଲୋକ ଯାଉ ହୁଅନ୍ତି କେତେ ଲୋକ ଲାଇନରେ ଠିଆ ହୁଅନ୍ତି ଆଉ ସେ ଯୁଗ ନାହିଁ ସେ ଯୁଗରେ ସବୁ ଓରିଜିନାଲ ଖାଦ୍ୟ ଖାଉଥିଲେ ଏବେ ଯେତେ ଖାଦ୍ୟ ସବୁ ବିଷାକ୍ତ ହେଇଗଲାଣି ସବୁ ଭେଜାଲ ଆସିଲାଣି ସେତେବେଳେ ସବୁ ଓରିଜିନାଲ ଖାଦ୍ୟ କୋଳଥ ଡାଲି ଖାଉଥିଲେ ମାନେ ସବୁ ଭଲ ଭଲ ଜିନିଷ ଖାଉଥିଲେ ଏବେ ଫାଷ୍ଟଫୁଡ ମାଛ ମାଂସ ଏଗୁଡାକ ଚିକଣ ଜିନିଷ ଅଧିକ ଖାଇଲେ ରୋଗରେ ଅଟୋମେଟିକ ହିଁ ପଡିବେ ଭୁଲ କହୁଛି କି ଠିକ କହୁଛି ନିଶ୍ଚିନ୍ତ ମତେ କମେଣ୍ଟରେ ଜଣାଇବେ। ଆଜିଗତ କଥା ଶୁଣୁନାହାନ୍ତି